ଆଜିର ପ୍ରସଙ୍ଗ ବିଶ୍ୱ ମହିଳା ଦିବସର ଆହ୍ୱାନ। ଆଲେଖ୍ୟ ପ୍ରଫେସର ମିନତୀ ରଥ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ବିଶ୍ୱଜନନୀ ଆଦ୍ୟାଶକ୍ତି ମହାମାୟା ପ୍ରକୃତି ଦେବୀଙ୍କର ସର୍ବଶ୍ରେଷ୍ଠ ଅବଦାନ ହେଉଛି ନାରୀ। ତାର ଅଭାବରେ କେବଳ ସୃଷ୍ଟିର ପ୍ରଗତି ନୁହେଁ, ସମ୍ପୂର୍ଣ୍ଣ ସୃଷ୍ଟି ପ୍ରକ୍ରିୟା ମଧ୍ୟ ଅସମ୍ଭବ। ସୃଷ୍ଟିର ବିକାଶରେ ନରର ଯେଭଳି ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି, ନାରୀର ଭୂମିକା ମଧ୍ୟ ସେହିଭଳି ଗୁରୁତ୍ୱପୂର୍ଣ୍ଣ ଅଟେ। ତାତ୍ତ୍ୱିକ ଦୃଷ୍ଟିରୁ ନାରୀ ଓ ପୁରୁଷ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ଶାରୀରିକ ଅବୟବରେ ସାମାନ୍ୟ ଅନ୍ତର ବ୍ୟତୀତ ଚର୍ମ, ମାଂସ, ରସ, ମଜ୍ଜା, ନାଡ଼ି ଆଦି ସ୍ଥୂଳ ତତ୍ତ୍ୱ ଉଭୟଙ୍କ ମଧ୍ୟରେ ସମାନ ଭାବରେ ରହିଛି। ଏଣୁ ନାରୀ ଓ ପୁରୁଷ ଉଭୟଙ୍କ ମଧ୍ୟରେ ଅଭିନ୍ନତ୍ୱ ସିଦ୍ଧ କରିବା ପାଇଁ ସମ୍ମୋହନ ତନ୍ତ୍ରରେ କୁହାଯାଇଛି ଯେ ଏକ ଜ୍ୟୋତି ରଭୁତ୍ ଦ୍ୱେଧା ରାଧା ମାଧବ ନାମକମ୍, ଅର୍ଥାତ୍ ସ୍ତ୍ରୀ ଓ ପୁରୁଷ ନାମରେ ବିଖ୍ୟାତ ଦୁଇଟି ପ୍ରାଣୀ ଗୋଟିଏ ତେଜର ଦୁଇଟି ରଶ୍ମି ଅଟନ୍ତି। ଭାରତୀୟ ଶାସ୍ତ୍ରକାରମାନେ ମଧ୍ୟ ନାରୀମାନଙ୍କୁ ମହନୀୟ ସ୍ଥାନ ପ୍ରଦାନ କରିଅଛନ୍ତି। ଋଗ୍ବେଦରେ ନାରୀ ଅର୍ଥବୋଧକ ମେନା ଶବ୍ଦର ବ୍ୟୁତ୍ପତ୍ତି ୟାସ୍କାଚାର୍ଯ୍ୟ ସ୍ୱୀକୀୟ ନିରୁକ୍ତ ଗ୍ରନ୍ଥରେ ଏହିଭଳି କହିଛନ୍ତି, ମାନୟନ୍ତି ଏନାଃ, ଅର୍ଥାତ୍ ପୁରୁଷମାନେ ଯାହାର ଆଦର କରିଥାନ୍ତି, ମାନ୍ୟ କରିଥାନ୍ତି, ସେହି ନାରୀ ହିଁ ସମସ୍ତଙ୍କ ନିମନ୍ତେ ମାନ୍ୟା ଅଟନ୍ତି, ପୂଜ୍ୟା ଅଟନ୍ତି। ନାରୀ ଶବ୍ଦର ଲୌକିକ ପରିଭାଷା ମଧ୍ୟ କମ୍ ମହତ୍ତ୍ୱପୂର୍ଣ୍ଣ ନୁହେଁ। ନୃ ଶବ୍ଦରୁ ଆସିଥିବା ନାରୀ ଶବ୍ଦର ପ୍ରୟୋଗ ଋଗ୍ବେଦର ବୀରତ୍ୱ, ଦାନ ଦେବା ଓ ନେତୃତ୍ୱ ନେବା ଅର୍ଥରେ କରାଯାଇଥାଏ। ପରବର୍ତ୍ତୀ ଶାସ୍ତ୍ର, ପୁରାଣ ଓ ମହାଭାରତ ପ୍ରଭୃତିରେ ମଧ୍ୟ ନାରୀମାନେ ଏହିସବୁ ବିଶେଷ ଗୁଣମାନଙ୍କର ଅଧିକାରିଣୀ ଥିବାର ଦର୍ଶାଯାଇଛି। ଶ୍ରୀକୃଷ୍ଣଙ୍କର ଭଗିନୀ ସୁଭଦ୍ରା ଥିଲେ ଯୁଦ୍ଧ ବିଦ୍ୟାରେ ଅତ୍ୟନ୍ତ ନିପୁଣା। ଦୁଷ୍ଟମାନଙ୍କ ନିଧନ ନିମନ୍ତେ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ସହାୟତାରେ ମହାଭାରତ ସଂଗ୍ରାମ ଭିଆଇଥିଲେ। ସର୍ବୋପରି ସୃଷ୍ଟିର ଆଦିମ କାଳରୁ ଅତ୍ୟାଚାରୀଙ୍କ କବଳରୁ ସୃଷ୍ଟିକୁ ରକ୍ଷା କରିବା ପାଇଁ ଅନେକ ରଣାଙ୍ଗନରେ ଅବତୀର୍ଣ୍ଣା ହୋଇଛି ନାରୀ। କେବେ ମାତା ଦୁର୍ଗା ରୂପରେ, କେବେ ରାଣୀ ଦୁର୍ଗାବତୀ, ଚାନ୍ଦବିବି, ଝାନ୍ସୀ ରାଣୀ ଅଥବା ଲକ୍ଷ୍ମୀବାଇ ରୂପରେ। ଆଉ ଆଜିର ନାରୀ କାନ୍ଧରେ କମାଣ ଧରି ସମ୍ମୁଖ ରଣାଙ୍ଗନରେ ଶତ୍ରୁର ବିନାଶ ପାଇଁ ମଧ୍ୟ ସଂକଳ୍ପବଦ୍ଧ। କେବଳ ଭାରତୀୟ ନାରୀମାନେ ନୁହନ୍ତି, ସମଗ୍ର ବିଶ୍ୱରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜର ଅଦମ୍ୟ ସାହସ ଓ ଉଦ୍ୟମ ବଳରେ ମଣିଷ ଜାତିର କଲ୍ୟାଣ ସାଧନ କରି ଚିର ନମସ୍ୟା ହୋଇପାରିଛନ୍ତି। ସେମାନଙ୍କ ମଧ୍ୟରେ ମାଡାମ୍ କ୍ୟୁରି, ମଦର ଟେରେସା, ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଭଳି ମହୀୟସୀ ନାରୀଙ୍କୁ ଆଜି ବିଶ୍ୱରେ କିଏ ବା ନ ଜାଣେ। ଏହିଭଳି ସମସ୍ତ ନାରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସାମର୍ଥ୍ୟର ବିନିଯୋଗ ଉଦ୍ଦେଶ୍ୟରେ ପ୍ରୟାସ ଆରମ୍ଭ କରିବା ନିମନ୍ତେ ମାର୍ଚ୍ଚ ମାସର 8 ତାରିଖରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଆସୁଛି। ସୃଷ୍ଟିର ପ୍ରାରମ୍ଭିକ ଅବସ୍ଥାରୁ ଆଜି ପର୍ଯ୍ୟନ୍ତ ସଂସାରକୁ ପରିପୂର୍ଣ୍ଣ କରିବା ପାଇଁ ନାରୀକୁ କେତେ ଯେ ତ୍ୟାଗ ଓ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି, ତାହା ଅବର୍ଣ୍ଣନୀୟ। ନାରୀ ହିଁ ଶକ୍ତି, ନାରୀ ହିଁ ଜ୍ୟୋତି। ନାରୀ ଦୟା, କ୍ଷମା, ସ୍ନେହ, ସହିଷ୍ଣୁତା ଓ ବାତ୍ସଲ୍ୟ ଆଜି ଗୁଣର ମୂର୍ତ୍ତିମନ୍ତ ଅଭିବ୍ୟକ୍ତି। ଏହିଭଳି ଅନନ୍ତ ଦିବ୍ୟ ଗୁଣର ଅଧିକାରିଣୀ ହେଲେ ମଧ୍ୟ ସମାଜର ଅନେକ କ୍ଷେତ୍ରରେ, ଏପରିକି ପରିବାରରେ ମଧ୍ୟ ନାରୀ ପ୍ରତିଭାର ଉପଯୁକ୍ତ ମୂଲ୍ୟାୟନ ହୋଇନଥାଏ। ନାରୀଟିଏ ତା'ର ମୌଳିକ ଆବଶ୍ୟକତା ମଧ୍ୟ ପୂରଣ କରିବା ପାଇଁ ଅନ୍ୟର ଦୟାର ପାତ୍ରୀ ହୋଇଥାଏ। ଏବେ ମଧ୍ୟ ଅନେକ ପରିବାରରେ ସଦ୍ୟଜାତ କନ୍ୟାର ମୁଖ ଦର୍ଶନ କରିବାକୁ ପରିବାରର ଲୋକେ କୁଣ୍ଠାବୋଧ କରିଥାନ୍ତେ। କନ୍ୟା ଭ୍ରୂଣ ହତ୍ୟା, ଶିଶୁକନ୍ୟା, ମହିଳା ବଳାତ୍କାର ଓ ହତ୍ୟା ଆଦି ଭଳି ଦ୍ରୁତ ଗତିରେ ବଢ଼ି ଚାଲିଥିବା ଅସାମାଜିକ ଓ ଜଘନ୍ୟ କର୍ମମାନ ମାନବ ଜାତି ନିମନ୍ତେ ଅତ୍ୟନ୍ତ ଲଜ୍ଜାକର ଓ ନିନ୍ଦନୀୟ, ଯାହା କନ୍ୟାମାନଙ୍କର ପ୍ରଗତିରେ ଆଜି ମୁଖ୍ୟ ବାଧକ ସାଜିଛି। କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ପାତରନ୍ତର ମନୋଭାବ, ମହିଳା ଉତ୍ପୀଡ଼ନ ଓ ଶୋଷଣ ଭଳି ଘଟଣାମାନ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏହା ନିଶ୍ଚିନ୍ତ ଭାବରେ ନାରୀ ପ୍ରଗତିରେ ଯେ ବାଧା ସୃଷ୍ଟି କରୁଛି, ଏଥିରେ ସନ୍ଦେହ ନାହିଁ। ଏହିଭଳି ଘଟଣାକୁ ସମସ୍ୱରରେ ନିନ୍ଦା ଓ ଦୃଢ଼ ହସ୍ତରେ ଦମନ କରିବା ପାଇଁ ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରୀ। ସୁଖର କଥା, ଆମର ରାଷ୍ଟ୍ର ଏ ଦିଗରେ ବେଶ ସଚେତନ। ନାରୀମାନେ ମଧ୍ୟ ନିଜର ଶକ୍ତି ଓ ସାମର୍ଥ୍ୟକୁ ଚିହ୍ନି ଯଥାର୍ଥ ଦିଗରେ ବିନିଯୋଗ କରିବାରେ ବ୍ରତୀ ହେବା ଓ ତତ୍ସହିତ ନିଜର ସ୍ୱାସ୍ଥ୍ୟ ଓ ସୁରକ୍ଷା ଦିଗରେ ମଧ୍ୟ ଯଥେଷ୍ଟ ସଚେତନ ରହିବା ଆଜିର ଦିନରେ ହିଁ ମୁଖ୍ୟ ଆହ୍ୱାନ।